ଖଣ୍ଡେ ମାଛ ହେଇଗଲା ସାନୁ କୁଆଗଲା ସେ ଦାଣ୍ଡ ଆଡେ ଆଉ ଗୋଟେ ପତନା ହେଇଯାଇଛି ଆଉ ଗୋଟେ ପତ୍ର ଦିଆ ହେଇଥାନ୍ତା ଏତେ ଛୋଟ ଚୁଲି ଯେ ପଶୁ ନହେଲେ ସେ ଆରେ ଆୟୁଷ ଏଇ ଆ ଦେଖିବି ଜଲ୍ଦି ଆମେ ଏଠି କ'ଣ କରୁଛୁ ଆସିକି ଏଇ କଦଳୀ ଖାଟୁକାନ ସବୁ ପଡ଼ିଯାଇଛି। ନମସ୍କାର ଜୟ ଜଗନ୍ନାଥ ଆପଣମାନଙ୍କୁ ଆମ ଚ୍ୟାନେଲର ଆଉ ଏକ ନୂଆ ବ୍ଲଗକୁ ସ୍ୱାଗତ କରୁଛୁ। ଆଉ ଆପଣମାନେ ଜଲ୍ଦି ଜଲ୍ଦି ଯାଇକି ଦେଖନ୍ତୁ ଆମ ବ୍ଲଗଟି। ଆସନ୍ତୁ ଦେଖିବା ଆମ ଆଉ ଗୋଟେ ପୁଣି ଥରେ ନୂଆ ବ୍ଲଗ। ଏବେ ଦେଖନ୍ତୁ ଏବେ ସଜଭାତ ବଢ଼ା ହେଇଯାଇଛି ପଖାଳ ଆଉ ପଖାଳକୁ ଆଳୁ ଭଜା ଆଉ ନା ଆୟୁଷ ଆଳୁ ପୋଡ଼ା ହେଇଛି ଆଉ କେଉଁ ବାଇଗଣ ହଁ ବାଇଗଣ ପୋଡ଼ା ହେଇଛି ଆଳୁ ପୋଡ଼ା ହେଇଛି ଆଉ ତା ଚକଡ଼ା ହେଇକି ନା ସେଟା ପାଗ ହେଇଛି କାହିଁକି ଦେହ ସାରା ଟିକେ କୁଣ୍ଡେଇ କୁଣ୍ଡେଇ ହେଉଛି ତ ହଁ ଆଲର୍ଜି ମେଡ଼ିସିନ ଦେଉଛି ମନା କରୁଛନ୍ତି ଡକ୍ଟର ଯେ ବାଇଗଣ ଖାଇବନି ନହେଲେ ତାର ବାଇଗଣ ପ୍ରିୟ ନା ନାହିଁ। ହଁ ତ ସେ ବାଇଗଣ ପୋଡ଼ା ଦେଖିକି କହୁଛି ମୁଁ ବାଇଗଣ ଖାଇବିନି ହଉଲୋ ମୁଁ ବାଇଗଣ ଖାଇବିନି ଯେ ବାବା ବସିଥିଲେ କହୁଥିଲା ତେବେ ବାଇଗଣ ମୋର ହେଉଛି ଭଲ ଖାଦ୍ୟ। ହଁ ତ ବାଇଗଣ ଦେଖିବ ସେ ଖାଇବାଟା ଆରାମସେ ମିଚର ଫଚର ପକେଇକି ପିଆଜ ଚୁନ ଚୁନି କଟା ହେବ ଆଉ ଆଳୁ ପିଆଜ ଲଙ୍କା କଟା ହେବ ସେ ତାର ସେ ଖାଇବ। ତ ଏବେ ଖାଲି ଆଳୁ ଭଜା ପଖାଳ ନେଇ ଖାଇବ ଆଉ ଆଳୁ ପୋଡ଼ା ଅଛି ସେଇ ପୋଡ଼ା ଆଉ ଆରେ ସାନୁ ସାନୁ କହିଲା କିଏ ଜାଣି କୁଆଡ଼େ ବୁଲଛି ବୋଧେ କୁଆଡ଼େ ଖାଇବାକୁ ହେଇନି ଓଳିଆରେ ସରିଗଲା ସବୁ ଖାଇବା ରୋଷେଇ ସରିଲାଣି। ହଁ ଏଇଠି ମା ବାଡ଼ି ବି ଏତିକି ଦେଖାନାହାନ୍ତି ମା କ'ଣ କଲେ ମା ଏଇଠି ଅଛି ବା ଏଇଠି ଡାକି ଦେଉନୁ ମାକୁ ଏ ବୋଉ ଆସୁନ ଖାଇବ ବରକୋଳି ନା ଖାଇବାକୁ ହେଇଛି ସାଧା ଡାଲି ଆଉ ଆଳୁ ଭର୍ତ୍ତା କଲରା ଭଜା ହେଇଛି। ମାଛ ହବ ଆଉ ମାଛ ନହେଲେ ସାଧାରେ ଖାଇ ହବନି। ମାଛ ହବ ପୁଣି ମାଛ ବୋଉ ପୁଣି ମାଛ କରିବାକୁ ପୁଣି ମୁଁ ରୋଷେଇ କରିସାରିଲାଣି ମାଛ କରିବାକୁ ମାଛ ନହେଲେ ହବନି ତାହେଲେ ଖଣ୍ଡେ ନହେଲେ ଇଏ କରିଦେଉଛି ମାଛ ଖଣ୍ଡେ ଖଣ୍ଡେ ମାଛ ହେଇଗଲା ସାନୁ କୁଆଗଲା ସେ ଦାଣ୍ଡ ଆଡେ କୁଆଡ଼େ ଅଛି ଡାକୁଛି ଖାଇବ ସାନୁ ଆଉ ଖାଇବୁ ଯେ ମାଛ କୁଆଗଲା କି ତମେ କଟା ମାଛ ଅଛି କଟା ମାଛ ଅଛି ଟିକେ କେହି ନେବେନି ନାଇଁ ସେ ବୋଉଙ୍କ ପାଇଁ ଗୋଟେ ଗୋଟେ ପିସ୍ ପୋଡ଼ିଦେବା ନା ହଁ ଗୋଟେ ଆଣ ନହେଲେ ଗୋଟେ ଆଣ ମୁଁ ଆଣିଛି କଦଳୀ ପତ୍ର ହେରିକା ଆଣିଛି ସବୁ ହଁ ଏଇ ପାତ୍ର ଅଛି ଆଉ କଦଳୀ ଫାଟକ ନେଇଗଲେ କରିଦେବା ଆଉ ହଁ ନିଆ ଏଇନେ ତ ରୋଷେଇ ସରିଲା ବୋଧେ ଆଉ ସରିଗଲାଣି ମାଛ 3-4 ପିସ୍ ଆଣି ପୋଡ଼ିଦେଲେ ହଁ 3-4 ପିସ୍ କରିଦେବା ଆଉ ହଁ କଦଳୀ ବାଟୁଆ ଆଉ ଆସନ୍ତୁ ତ ଯଦି ଦେଖିବା ଏବେ ତ ଯଦି ଦେଖିବା ଏବେ ଚାଲ ଆଉ ଆଜି ହେଇଛି ଯାହା ହବ ଏଇନା ଦେଖିବା ମାନେ ଆଉ ହଁ ଏଇଟା ଟିକେ ଧୋଇଦେବା କାରଣ ଏଇଟା ଚୁଲିରେ ପକେଇଲେ ପୋଡ଼ିଯିବ ନା ଶୁଖିଲାଟା ହଁ ଟିକେ ପାଣିରେ ଧୋଇଦେବା ଟିକେ। ଆରେ ଆୟୁଷ ଏଇ ଆ ଦେଖିବୁ ଜଲ୍ଦି ଦେଖିବୁ ଲାଇଟ୍ ଅନ୍ କରେ ଆ ଦେଖିବୁ ଦେ ବାବା କ'ଣ ଆଣିଛନ୍ତି ଭାଇ କ'ଣ ଆଣିଛନ୍ତି କହିଲେ ତ କହିଦେଲ ଇଏ ହେଉଛି ମାଛ ଗୋଟେ ରେସିପି ହେବ ତିଆରି ହେବ ମାଛ ରେସିପି ମାଛ ପୋଡ଼ା କ'ଣ କରିବା ମାଛ ପୋଡ଼ି ଆଜି ପୋଡ଼ିଦେବା ଆଉ ମାଛ ପୋଡ଼ା ଆଜି କରିବା ମାଛ ପୋଡ଼ା ହବ କଦଳୀ ପାଟୁକା ଦିଆ ହେଇକି ତାହେଲେ ଧୋଇକି ଆଣୁଛି ପୋଡ଼ିବା ଆଉ ଏପଟେ ତ ମମି ଏବେ କାଟିବା ଲାଗି ପଡ଼ିଛି ପିଆଜ ରସୁଣ ଆଉ ଅଦା ଆଉ ଦେଖନ୍ତୁ ଆଜି କଲରା ଭଜା ହେଉଛି ଆଉ ମମି ରୋଷେଇ ସରିଲାଣି ସବୁ ସରିଲାଣି ସେ ମାଛ ଏବେ ଧୁଆଇକି ଆସିଯାଇଛି କଦଳୀ ପତ୍ର ଏବେ ଥୁଆ ହେଉଛି ଆଉ ନା ଆଉ କଦଳୀ ବାଟୁକାରେ ହବ ଗୋଟେ ମାଛ ପୋଡ଼ା ଆଉ ତେବେ ଦେଖନ୍ତୁ କଞ୍ଚା ଲଙ୍କା ଏବେ କଟା ହେଇକି ଥୁଆ ହେଇଯାଉଛି କଞ୍ଚା ଲଙ୍କା କାଟିଲେ ହାତ ପୋଡ଼ା ହୁଏ ଗାଧିକି ଆସୁଛି ହଁ ତମେ ଗାଧିକି ଆସ ମାଛ ଏଇଠି ଥୁଆ ହେଇଛି କଦଳୀ ପତ୍ରରେ ଆରାମସେ ସଜା ହେଇକି ଆଉ ତାପରେ ରସୁଣ ପକେଇ ହେଇଗଲା ଆଉ ଧନିଆ ପତ୍ର ଟିକେ କହିଲୁ ହଁ ଆଉ ସ୍ୱାଦ ଅନୁସାରେ ଟିକେ ଲୁଣ ଆଉ ହଳଦୀ ଗୁଣ୍ଡ ହଁ ତେଲ ପଡ଼ିବ ଗାଁ ଦେହରେ ତେଲ ପଡ଼ିବ ନା ତେଲ ଟିକେ ପକେଇବା ନା ବୋହିଯିବନି ନା ମାଛ ଦିହରେ ପଡ଼ିବ ନା ତାକୁ ଦିଅ ପିଆଜ ଟିକେ ପକାଅ ଆଉ ଟମାଟୋ ଝିଲେ ପକେଇଥିଲେ ଭଲ ଲଙ୍କା ଗୁଣ୍ଡ ହଁ
ନାଇଁ ନାଇଁ ଲଙ୍କା ଗୁଣ୍ଡା କ'ଣ କହିଲ ରାଗ ହେଇଯିବ ତ କାଳେ ସେଥିଲାଗି ଜାଳୁଛି ଚୁଲି ତ ମୁଁ ରୋଷେଇ କରି ଗୋଟେ ରଡ଼ ହେଇଛି। ଆଉ ତ କିଛି ନାହିଁ ଚୁଲିରେ ବସିବା ପାଇଁ। ପିଆଜ କଟା ହେଇଛି ଚୁନ ଚୁନ କରି ପକାଇ ସୁଝେଇକି କଟା ହେଉଛି ବହୁତ ସ୍ପିଡ଼ରେ କଟା ହେଉଛି। ହାତ ଯଦି କଟିବ ଏକାଥରେ ଆଙ୍ଗୁଠଟା ପୁରା କଟିଯିବ। ପିଆଜ ପଡ଼ିଲା ଆଉ ଏବେ ସଜାଇକି ଦେଖୁଥିବେ ଆପଣମାନେ ସମସ୍ତେ। ଧନିଆ ପତ୍ର ଦେଇଦେବ ଆଉ ହଁ ସବୁ ପଡ଼ିଯାଇଛି ଏଥରକ ବନ୍ଧା ହେବ ଆଉ ଗୋଳି ଦେବା ତାକୁ। ବି ରଡ଼ ହେଇଗଲାଣି। ହଁ ବା ଆଉ କେତେରେ ଗୁଳି ହେଇଯିବ ନା? କଲରା ଭଜା ହେଇଗଲାଣି। ଆଉ କେତେରେ ଗୁଳି ହେଇଯିବ ଏମିତି? ତେଲ ଲୁଣ ହଳଦୀ ପଡ଼ିଲା। ତାପରେ ତାକୁ ବନ୍ଧା ହେଇକି ପକାଇ ହେଇଛି ତା ଭିତରେ। ଲୁଣ ପଡ଼ିଛି। ସବୁ ପଡ଼ିଯିବ। ହଉ ତ ଏବେ ଗୋଟେ ରେସିପି ଗୋଟେ ନୂଆ ଏଇଟା ରେସିପି ଓଟା ଗୋଟେ କରିକି ଆଣିଥିଲି ଫଟୋଟା ପାଟକା ତାକୁ ଆରାମସେ ବନ୍ଧା ହେଇଛି। ପଡ଼ିଯିବନି ଚୁଲିରେ ଶୁଖିଲାକୁ ସିଏ ଶୁଖିଲା ବାବା ସବୁ ଆଇଁଷ କରିଦେବେ ଗିନା ତାଟିଆ। ଆୟୁଷ ଗୋଟେ ଖାଇବୁ ଟି? ତତେ ଭଲ? ଆଇଁଷ ଖାଉନି ଟୋଟାଲି ଆଉ ସେ କହିଦେଲା ଖାଲି ତତେ ଖାଲି। ତ ଦେଖୁଥିବେ କେମିତି ମୋଡ଼ା ହେଇକି ଏବେ ଥୁଆ ହେଉଛି। ଆଉ ଗୋଟେ ପତ୍ର ତ ଦେଇକି ନହେଲେ ମିଳିଲାନି ନା ହବ? ଏପଟେ ଦେଖିଲ ଏପଟେ ଏପଟେ ବନ୍ଦ ହବ। ଏପଟେ ବନ୍ଦ ହବ ନା? ଏଇ ଗଲା ଆଉ ଗୋଟେ ପତ୍ର ଦେଇଦିଅ ତା ଦେହରେ। ଏଇଟା ପତ୍ର ଦେଇଦିଅ ତା ପଛରେ ଦେଇଦିଅ ସେଟା ଫାଟିଗଲା। ଯୋଡ଼େ ପତ୍ର ଆଚ୍ଛା। ତ ଏବେ ଦେଖୁଥିବେ ଏବେ ବନ୍ଧା କେତେ ଜଣ ଆମେ ଲାଗିଛୁ ଦେହରେ ଆଉ ଗୋଟେ ଏପଟେ ବନ୍ଧା ହବ। ତ ଏବେ ବନ୍ଧା ହେଉଛି ନା? ଏ ଫିଟିଯିବ ଚୁଲି ତ ରଡ଼ ହେଇଯିବ। ଏପଟେ ଗୋଟେ ଦେଉନ। ଆଉ ଗୋଟେ ତବେ ଚୁଲିରେ ଏବେ ନିଆଁ କଢ଼ା ହେଉଛି। ଆଉ ଉପରେ ପକେଇବ ନା ଚୁଲି ଭିତରେ? ଉପରେ ଦିଆହବ। ନାଇଁ ଏଇଠି ଦିଆହବ ଯେ ସେଇଟା ତ ଥୁଆ ହବ ତା ଉପରେ ଏଇଟା କଢ଼ିଆ ହବ ନା। ଗୋଟେ କଢ଼ା ହବ କେମିତି ପୁଣି ପକେଇ ସାରିଲା ପରେ? ପକଉନ ବାବା ପକେଇବି ଏତେ ଛୋଟ ଚୁଲି ଯେ ପଶୁ ନହେଲେ ସେଇ ଉଠା ଚୁଲିଟା ପକେଇଥିଲେ ହେଇଯାନ୍ତା। ହାତ ତାତି ତେବେ ପକା ହେଇଗଲା ଦେଖନ୍ତୁ। ତା ଉପରେ ବି ଏଇଟା ପକାଇଯିବ ନା? ଓହୋ ପୁରା ଧୂଆଁମୟ। ପାଉଡର ଉଡ଼ିଗଲା କଥା କି ଲଗେଇଗଲା ପାଉଡର। ତ କିଛି ସମୟ ପରେ ତାକୁ ଦେଖାଇଯିବ ଆପଣ ଦେଖିବେ। ଏବେ ହେଇଗଲା ମାଛ ପୋଡ଼ା। ପକେଇଯିବା ଚୁଲିରେ। ଚୁଲି ପଡ଼ିଛି ବୋଧେ? ଆଇଁଷ କୁଦିନ ସେଇ ଜାଗାଟା ଆଇଁଷ ହେଇଛି। କୁଦିଲି ନା କଣ? ନାଇଁ କୁଦିନ ଆଗକୁ ଅଛି ଆଇଁଷ। ବାବା ଗାଧେଇ ନଥିଲେ ଆଣିଲେ ଦେଇକି ଗାଧେଇକି ଜଲ୍ଦି ଖାଇବା। ଗାଧେଇ ସାରିଲେଣି। ଗୋଟେ ସେଉ କଣ ଗୋଟା ହେଉଛି ନା ଦ୍ୱିପହରେ? ଗୋଟେ ଫଳ ଥିଲା ମୁଁ କହିଲି ନଷ୍ଟ ହେଇଯିବ କଣ ହବ ତାକୁ ଟିକେ ଖାଇଦବ ସମସ୍ତେ ଖଣ୍ଡେ ମନ ନାହିଁ ସକାଳେ ଖାଇବାକୁ ଏଇନା ଖାଇଦେବା ଟିକେ। ଖାଇବା କଥା ସିନା ପିଲା ଗୁଡ଼ାକ ନା ତମେ ଖାଇଦବ। ମା ଏଠି କଣ ଗୋଟେ ସେଉ ଧରିକି ଖାଉଛି। ମୁଁ ସବୁ ଖାଉଛି। ଏବେ ହେଇଗଲାଣି ଆମେ ତ ଦେଖୁଛି ପୁରା ତାତି ଥିବ ସିଏ। ଆଉ କେତେ ଜୋର ଖାଉଛି ଦେଖିବା ଏଥିରେ ଅନବକ୍ସିଂ ହେଲା। ପୁରା ତାତି ଥିବ ବହୁତ ଜୋର ନା? ହେଇଛି ତମର ତାତିଗଲାଣି। ଦେଖନ୍ତୁ ଏବେ ଖୋଲା ହେଉଛି। ଏବେ ହାତ ତାତି ଦଉଛି ଲୋ। ହେଇଯାଇଛି ବୋଧେ ନା? ହଁ ନା ହେଇଯାଇଛି। ହେଇନି? ଆଉ ଗୋଟେ ପତନା ହେଇଯାଇଛି। ହେଇଛି ଆଉ ଗୋଟେ ପତ୍ର ଦିଆ ହେଇଥାନ୍ତା ଜାଣିଲ ଟି ଫାଟିଗଲା ଏପଟ ସିଝି ହେଇଛି ବା। ହେଇଯାଇଛି। ତେବେ ପୁରା ହେଇଯାଇଛି ବହୁତ ଜୋର ତାତିଛି। ଚାମଚଟା ଫୋନ ହେଲା ଆଣିଲୁ ଚାମଚରେ କାଟିଦବା। ଆଉ ଯାଇକି ଚାମଚ ଆଣିଲୁ। ତାତିଛି କେତେ ଜୋରେ ସାନ ଯେ କଲୁ ଚାମଚଟା ଆଣିବୁ। ବହୁତ ଜୋର ତାତିଛି ଏବେ କଢ଼ା ହବ ତାକୁ। ତାତିଗଲାଣି ମୋ ହାତ କେତେ ଜୋରେ ଏଠି। ତେବେ ଦେଖନ୍ତୁ ଖାଇବା ପାଇଁ ଏବେ ବଢ଼ା ହେଇଛି ଭାତ ଡାଲି ଆଉ ଆଳୁ ଭର୍ତ୍ତା ଆଉ କଲରା ମାଛ ପୋଡ଼ା ଏପଟେ ଆଉ। ଦେଖନ୍ତୁ ଏବେ ଚାମଚରେ ବି କଢ଼ା ହେଇଯାଉଛି ଧୀରେ ଧୀରେ। ଏଇପଟେ ନଗେଇ ଆଉ ଗୋଟେ ପତ୍ର ଲାଖି ହେଇଛି ରେ ହଁ ହାତ ଲଗୁନ ଖଣ୍ଡ ହେଇଗଲା। ବାସ୍ ମାରିବନି। ଏଇପଟେ ଫାଳଟା ପୋଡ଼ି ଯାଇଛି। ପୁଲେ ଲାଗିଯାଇଛି ନା କଣ? ହଁ ନା ଲାଗିନି ହେଇଯାଇଛି ତ ହେଇଯାଇଛି ମାନେ ଆଉ ଖଣ୍ଡେ ନା ପତ୍ର ଲାଗିଥାନ୍ତା। ଏଇପଟେ ଯୋଉ ଫାଟି ଯାଇଥିଲା ହଁ କହିଲି କାଲି ଟୁଲୁ କଲା ଚୁମୁଟା ଗଲା ହେଇଗଲା ଆଉ। ବର୍ତ୍ତମାନ ମାଛ ପୋଡ଼ା ହେଇଗଲା। ଆଉ ଏପଟେ ହଉଛି ଲାଗିଛି ତା ମସଲା ହେରିକା ସବୁ କାଢିଦବା। ଦେଖ ରସୁଣ ପିଆଜ ସବୁ ମାନେ କଣ୍ଟା କଢା ହବ ଟି ଏଥିରୁ କଣ୍ଟା କଢା ହବ। କଣ୍ଟା କଢା ହବ କେମିତି କଣ୍ଟା କଢା କି ଚକଡା ହବ। କଣ୍ଟା ଥାଉ ତ ସେଇଥିରେ ଚକଡ଼ି ଦିଅ। କାହିଁକି କଣ୍ଟା ଥାଉ ମା କହୁଛି ଭାଇ
ତ ଏବେ ଦେଖନ୍ତୁ ଏବେ କଢ଼ା ହେଇକି ଥାଳିଆକୁ ଏବେ ଚକଟା ଚକଟି ହେଉଛି ଏଇ ମାଛଟାକୁ। ଆୟୁଷ ଏବେ କେନ୍ ଲାଗୁଛି ମାଛଟା? ଭଲ ଲାଗୁଛି? ତତେ ଭଲ ନୁହଁ ମାଛ? ଭଲ ଲାଗିଲା। ଆଉ ଲୁଣ ପଡ଼ିବ। ମାଛର ଟିକେ ବାସ୍ନା ହଁ ମାଛର ବାସ୍ନା ଅଲଗା। ପୋଡ଼ା ମାଛର ଟିକେ ବାସ୍ନା ଭଲ ବାସ୍ନା ହବ ଟିକେ ନା। ସେଇଥିପାଇଁ ପୋଡ଼ା ମାଛ ଆଉ। ଆପଣମାନେ ତ ଦେଖିଲେ ଗୋଟେ ମାଛ ପୋଡ଼ାଟେ କଲି, ସବୁ ରୋଷେଇ ସାରି ଯାଇଥିଲା। ବୋଉ କହିଲେ ଆଉ ଟିକେ ଆଇଁଷ କ'ଣ କରିବାକୁ, ସେଥିଲାଗି ଆଜି ମାଛ ପୋଡ଼ାଟେ କରିଦେଇଥିଲି। ଆଉ ଦେଖନ୍ତୁ ଏବେ ସମସ୍ତେ ବସିକିରି ଏଠି ଖାଉଛନ୍ତି। ଏଠି ଦେଇ ଦେଇଛି, ବୋଉ ବି ଏଠି ବସିକି ଖାଉଛନ୍ତି। ଆଉ ସେପଟେ ସେ ବାପ ପୁଅ 3 ଜଣ ବସିକି ଖାଉଛନ୍ତି। ଆଉ ମୁଁ ତ ଖାଇନି, ସେ ଖାଇସାରିଲା ପରେ ମୁଁ ଖାଇବି ଆଉ ଆଜି ତ ମୁଁ ଆଇଁଷ ଖାଇବିନି। ତାପରେ ସେମାନେ ଆଇଁଷ ଖାଇଲେ, ଆଉ ମୁଁ ଆଇଁଷ ଖାଇବିନି। ଆଉ ଆଜି ପାଇଁ ଏ ଭିଡ଼ିଓଟି ଏଇଠି ରହୁଛି। ନମସ୍କାର, ଜୟ ଜଗନ୍ନାଥ।